ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆମେ ଆମ ଜୀବନରେ ଅନେକ ଜାଗାରେ ବୁଲୁ ଏବଂ ବୁଲିବା ସମୟରେ ତାର ଆନନ୍ଦଟିକୁ ନେଉ, ଆନନ୍ଦଟିକୁ ସାଉଁଟି ନେଉ। କିନ୍ତୁ ତାର ଯୋଉ ଅନୁଭୂତିଟାକୁ, ଯୋଉ ପ୍ରତି ମୁହୂର୍ତ୍ତର ଅନୁଭୂତିକୁ ଆମେ ସାଉଁଟି ନେବା ପାଇଁ ଭୁଲି ଯାଉ। କାରଣ ତାକୁ ସାଙ୍ଗେ ସାଙ୍ଗେ ସେଇ ସମୟରେ ଆମେ କାହାକୁ କହୁନା, ତାକୁ ନେଇକି ଲେଖୁନା ଏବଂ ତାକୁ ସଂରକ୍ଷଣ କରିବାର କୌଣସି ଯୋଜନା ବି କରୁନାହିଁ। ଯାହାଫଳରେ ସପ୍ତାହ ପରେ ମାସେ ପରେ ଧୀରେ 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 ସେ ଅନୁଭୂତି ଗୁଡ଼ିକ ଆମ ଆଖି ଆଗରୁ ପଳାଇଯାଏ। ତେଣୁ ବର୍ତ୍ତମାନ ଆମର ଜଣେ ପର୍ଯ୍ୟଟକ, ସେ ବହୁତ ଜାଗା ବୁଲିଲେଣି ଏବଂ ଯେତେବେଳେ ବି ଯୋଉଠି ଯାଉଛନ୍ତି ସେ ତାକୁ ସେଇ ଜାଗାର ତାଙ୍କର ଅନୁଭୂତିଟାକୁ ସେ ଡକୁମେଣ୍ଟ କରୁଛନ୍ତି। ଆଉ ନିଶ୍ଚିତ ଭାବରେ ଆପଣମାନେ ତାଙ୍କର ବକ୍ତବ୍ୟ ଅନେକ ଜାଗାରେ ଶୁଣିଛନ୍ତି। ସେ ହେଉଛନ୍ତି ଆମର ଅତି ପ୍ରିୟର ଭାଇ, ସେ ହେଉଛନ୍ତି ଇଞ୍ଜିନିୟର ସୁନୀଲ ବିଶ୍ୱାଳ। ତେବେ ସୁନୀଲ ବିଶ୍ୱାଳ ଭାଇ ବର୍ତ୍ତମାନ ଓଡ଼ିଶା ଭିତରର ଏକ ଜାଗାକୁ ଯାଇଥିଲେ ଏବଂ ସେ ଯେତେବେଳେ ବର୍ଣ୍ଣନା କଲେ ତା ବିଷୟରେ, ମୁଁ ଭାବିଲି ଏଇ ବର୍ଣ୍ଣନାଟି ନିଶ୍ଚିତ ଭାବରେ ଆମର ରେଡିଓ କୋରାପୁଟର ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇବା ଦରକାର। ସେ ଯାଇଥିଲେ ବାଲେଶ୍ୱର ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ, ତାର ତଳ ଅଂଶରେ କୂଳଡିହା, ସେଠି ସେ ଯାଇଥିଲେ ଏବଂ ସେ ତାଙ୍କର ଅନୁଭୂତିକୁ ଅପୂର୍ବ ଭାବରେ ବର୍ଣ୍ଣନା କରୁଥିଲେ। ତେଣୁ ଆମେ ତାଙ୍କଠାରୁ ଶୁଣିବା ଯେ ସେଠିକାର ଅନୁଭୂତି କ'ଣ ଥିଲା ଏବଂ କାହିଁକି ଏତେ ନିଆରା ଥିଲା ଯେ ସେ କହିଲା ବେଳକୁ ଗଦଗଦ ହେଇଯାଉଛନ୍ତି। ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡିଓ କୋରାପୁଟକୁ। ନିଶ୍ଚିତ ଭାବରେ ଆପଣ ପୁରା କୂଳଡିହାରେ ପୁରା କୂଳ ଆପଣଙ୍କର ଡେଇଁ ଯାଇଥିବ। କ'ଣ ଆପଣଙ୍କର ଅନୁଭୂତି ଥିଲା? ରେଡିଓ କୋରାପୁଟର ଶ୍ରୋତାମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ମତେ ପୁଣି ଗୋଟେ ସୁଯୋଗ ଦେଇଥିବାରୁ, ଆପଣମାନଙ୍କ ସାଙ୍ଗରେ ମୋର ଅନୁଭୂତି ବାଣ୍ଟିବା ପାଇଁ ସୁଯୋଗ ଦେଇଥିବାରୁ। ମୁଁ ଯାଇଥିଲି ଏଇ ଖୁବ ନିକଟରେ, ମୁଁ ଆଉ ମୋର 6 ଜଣ ବନ୍ଧୁ ଆମେ ଯାଇଥିଲୁ କୂଳଡିହା ସାଙ୍କ୍ଚୁଆରୀ ଅଭୟାରଣ୍ୟକୁ ଯାଇଥିଲୁ। କୂଳଡିହା ସାଙ୍କ୍ଚୁଆରୀର ଯଦି ଆପଣ ଅବସ୍ଥିତି ଦେଖିବେ, ମ୍ୟାପ ଯଦି ଦେଖିବେ, ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଭାଗରେ ଅଛି କୂଳଡିହା ଅଭୟାରଣ୍ୟ। ଏଇ ଯୋଉ ଅଭୟାରଣ୍ୟଟି ଶିମିଳିପାଳ ସହିତ ସଂଯୁକ୍ତ ନହେଲେ ମଧ୍ୟ କିନ୍ତୁ ଖୁବ ନିକଟରେ ଅବସ୍ଥିତ ଅଛି। ଏବଂ ଆମେ ଭୁବନେଶ୍ୱରରୁ ବାହାରି ପ୍ରଥମେ ଗଲୁ ବାଲେଶ୍ୱର ରାସ୍ତାରେ ଗଲୁ। ବାଲେଶ୍ୱରରୁ ଜଷ୍ଟ କିଛି ପୂର୍ବରୁ ଆମେ ବାଁ ପଟକୁ ଯାଇ ପଞ୍ଚଲିଙ୍ଗେଶ୍ୱର ଏବଂ ନୀଳଗିରି ଏବଂ ତାପରେ ଆମେ ପହଞ୍ଚିଲୁ କୂଳଡିହା ନେଚର କ୍ୟାମ୍ପରେ। କୂଳଡିହା ନେଚର କ୍ୟାମ୍ପରେ ଆମ ରହଣୀୟ ବ୍ୟବସ୍ଥା ହେଇଥିଲା। ତେଣୁ ଆମେ ସମସ୍ତେ ସେଇ ନେଚର କ୍ୟାମ୍ପରେ ରହିଲୁ ଏବଂ ସେଦିନ ଆମେ ସନ୍ଧ୍ୟାବେଳେ ଦେଖିଲୁ ଅନେକ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ପାଇଲୁ। ତା ଭିତରେ ନିଜେ ଗାଡ଼ି ନେଇକି ଯାଇପାରିବେ, ପର୍ଯ୍ୟଟକ ମାନେ ନିଜ ଗାଡ଼ିରେ ଯାଇପାରିବେ। ଏବଂ ଆମେ ଜାଣିବା ପାଇଁ ପାଇଲୁ ଯେ ସେଠି ପାଖାପାଖି 282 ପ୍ରଜାତିର ପକ୍ଷୀ ସେଠି ଅଛନ୍ତି ଏବଂ ସେ ପକ୍ଷୀ ଭିତରେ 2ଟି ପ୍ରଜାତି ଭାରତ ଅନ୍ୟ ସ୍ଥାନରେ ଦେଖିବା ପାଇଁ ବିରଳ, କେବଳ କୂଳଡିହାରେ ହିଁ ସେମାନେ ଦେଖାଯାଆନ୍ତି। ସେଥିରୁ ଗୋଟିଏ ପକ୍ଷୀର ନାଁ ହେଉଛି ହ୍ୟାଙ୍ଗିଂ ପ୍ୟାରଟ, ଆଉ ଗୋଟିଏ ପକ୍ଷୀର ନାଁ ହେଉଛି ମାଲାବାନ ଟ୍ରୋଗନ। ମୁଁ ପକ୍ଷୀମାନଙ୍କ ବିଷୟରେ ବିଶେଷ ଜାଣେ ନାହିଁ, କିନ୍ତୁ ଦୈବାତ ସେଠି ମୋର ଦେଖାହେଲେ ପଶ୍ଚିମବଙ୍ଗରୁ ଆସିଥିବା ଗୋଟେ ପକ୍ଷୀ ମାନଙ୍କ ଫଟୋ ଉଠେଇବା ପାଇଁ ଗୋଟିଏ ଦଳ, ସେ ସମସ୍ତ ସଦସ୍ୟମାନଙ୍କ ସହିତ ଆଲୋଚନା କଲା ବେଳେ ସେମାନେ ଏତେ ମାନେ ଭାବ ବିହ୍ୱଳ ହେଇକି କହୁଥିଲେ ଯେ କୂଳଡିହା ସାଙ୍କ୍ଚୁଆରୀରେ ସେମାନେ ଯାହା ଦେଖିବା ପାଇଁ ଶୁଣିଥିଲେ ଏବଂ ଯାହା ଦେଖିବା ପାଇଁ ଯୋଜନା କରିକି ଆସିଥିଲେ ସେ ସବୁ ଜିନିଷ ସେମାନେ ଦେଖିପାରିଲେ ଏବଂ ଖୁବ ସୁନ୍ଦର ଫଟୋ ଉଠେଇଲେ, ସେମାନେ ଆମକୁ ଦେଖେଇଲେ। ଏବଂ ସେଇମାନେ ହିଁ ମତେ କହିଲେ ଯେ ଏଇ ଯୋଉ 2ଟି ପ୍ରଜାତିର ଯୋଉ ପକ୍ଷୀ ସେମାନେ ଭାରତର ଅନ୍ୟତ୍ର କୋଉଠି ଦେଖାଯାଆନ୍ତି ନାହିଁ, କେବଳ କୂଳଡିହା ରିଜର୍ଭ ଫରେଷ୍ଟ ବା କୂଳଡିହା ସାଙ୍କ୍ଚୁଆରୀରେ ଦେଖାଯାଆନ୍ତି। ତେଣୁ ତାପରେ ଆମେ ସନ୍ଧ୍ୟାବେଳେ ସେଇଥିରେ ଆମେ ଦେଖିଲୁ ଯେ ଗୟଳ, ଯୋଉଟା ଆମେ ବାଇସନ ବା ଗୟଳ ଦେଖିଲୁ, ଭାଲୁ ଦେଖିଲୁ, ଆଉ ଗୋଟେ ଦେଖିଲୁ ମାନେ ତାର ଇଂରାଜୀ ନାଁ ହଉଛି ଜାଣ୍ଟ ସ୍କୁରେଲ ବା ଓଡ଼ିଆରେ କୁହାଯାଇପାରିବ ରାକ୍ଷସ ଆକୃତିର ଗୁଣ୍ଡୁଚି ମୂଷା। ବିରାଟ ବିରାଟ ଗୁଣ୍ଡୁଚି ମୂଷା, ବିରାଟ ବିରାଟ ଲାଞ୍ଜ,
ସେମାନେ ଗଛରୁ ଗଛ ଡେଇଁ ସେଠି ଗୋଟେ ପ୍ରକାର ସେମାନେ ରାବକ ଦଉଥାନ୍ତି, ସେମାନେ ବୁଲୁଥିଲେ। ଆଉ ଦେଖିନୁ ଯଦିଓ, କିନ୍ତୁ ଆମେ ଜାଣିବା ପାଇଁ ପାଇଲୁ ଯେ ସେଠି ବିଭିନ୍ନ ପ୍ରକାର ସାପ ମାନେ ବି ଅଛନ୍ତି, ଚିତାବାଘ ବି ଅଛନ୍ତି, ଆଉ ହାତୀ ଶୁଣିଥିଲୁ ହାତୀ ବିଷୟରେ। ତାପରେ ସନ୍ଧ୍ୟା ହେଇଗଲା, ଆମେ ଗଲୁ, ଆମର ଯାହା ଖାଦ୍ୟ ଥିଲା ସେମାନେ ପରସିଲେ, ଆମେ ଖାଇଲୁ। ପରେ ଆମେ ଯେତେବେଳେ ଶୋଇଲୁ, ରାତିରେ ଆମ ତମ୍ବୁ ଚାରି ପାଖରେ ଆମେ ଶୁଣିଲୁ ଯେ ହାତୀ ମାନଙ୍କର ଯୋଉ ରଡି ଆମେ ଶୁଣିଲୁ। ତ ଆମେ ଭାବିଲୁ ବୋଧେ ଏଇଟା ତ ନୀତିଦିନିଆ କଥା, ତେଣୁ ଆମେ ମାନେ ଭୟଭୀତ ନ ହେଇକି ଆମେ ଶୋଇ ପଡିଲୁ। କିନ୍ତୁ ତା ପରଦିନ ସକାଳେ ଚଢେଇ ମାନଙ୍କୁ ଟିକେ ଭଲ ଭାବରେ ଦେଖିବା ପାଇଁ ଯେ ଆମେ ଯେତେବେଳେ ଭୋରୁ ଯେତେବେଳେ ଉଠିଲୁ ଏବଂ ବାହାରକୁ ବାହାରିଲୁ, ଏବଂ ସେଇ କୁଳଡିଆକୁ ଲାଗିକି ଅଛି ଗୋଟେ ରିଷିଆ ଡ୍ୟାମ ବୋଲି ଗୋଟେ ଅଛି, ଗୋଟେ ଆମର ଛୋଟ ଗୋଟେ ୱାଟର ବଡି, ଗୋଟେ ମାନେ ଛୋଟ ଏଇଥିପାଇଁ କହୁଛି ଯେ କୋଲାବ ଡ୍ୟାମ କୁ ଯଦି କମ୍ପେୟାର କରିଦିଅ ଛୋଟ ନହେଲେ ବହୁତ ବଡ ଡ୍ୟାମ ଗୋଟେ। ସେଇ ଡ୍ୟାମ କୂଳରେ ଆମେ ଚଢେଇ ବା ଅନ୍ୟ କିଛି ଜୀବଜନ୍ତୁ ଦେଖିବା ଆଶା ନେଇକି ବଡି ଭୋରୁ ମାନେ 5ଟା ବେଳୁ ଯେତେବେଳେ ଆମେ ବାହାରକୁ ବାହାରିଲୁ, ଆମେ ଦେଖିଲୁ ଯେ ଫରେଷ୍ଟ ଡିପାର୍ଟମେଣ୍ଟ କର୍ମଚାରୀ ମାନେ ଏଇ ଯୋଉ ରେଡିଓ ଟ୍ରାକର ଧରିକି ସେମାନେ ବୁଲୁଛନ୍ତି, ଏବଂ ସେମାନେ ଆମକୁ କହିଲେ ଯେ ଏଠି ଗୋଟେ ବାଘ ଆଉ ଗୋଟେ ହାତୀ ଭିତରେ ମୁହାଁମୁହିଁ ହେଇଗଲା, ଏବଂ ବାଘଟା ପଳେଇ ଆସିছে ଶିମିଳିପାଳରୁ ଯମୁନା। ତେଣୁ ବାଘ ଆଉ ହାତୀ ଭିତରେ ଯଦି ଲଢେଇ ହେଇଯିବ ବହୁତ ଭୟଙ୍କର କଥା ହବ। ତେଣୁ ସେମାନେ ବହୁତ ବ୍ୟସ୍ତ ଦେଖାଯାଉଥିଲେ। ତ ଆମେ ତାଙ୍କ ବ୍ୟସ୍ତତା ତ ଆମେ ବୁଝିପାରିଲୁ, କିନ୍ତୁ ଆମେ ପ୍ରଥମ ଥର ପାଇଁ ଯେହେତୁ ସେ ଯୋଉ ରେଡିଓ ଟ୍ରାକିଂ ଡିଭାଇସ ଦେଖୁଥିଲୁ, ସେ ବିଷୟରେ ଟିକେ କଥାବାର୍ତ୍ତା ହେଲୁ। ଆମେ ସେଇଭଳି ସମୟରେ ଆମକୁ ଶୁଭିଲା ବାଘର ଗର୍ଜନ ଆଉ ହାତୀର ଯୋଉ ମାନେ ପେଁକାଳି ଭଳିଆ ଯୋଉ ହାତୀ ଯୋଉ ଶବ୍ଦ କରେ, କିନ୍ତୁ ସେଗୁଡା ସବୁ ହଉଥିଲା ଜଙ୍ଗଲ ଭିତରେ, ମାନେ ଆମେ ଦେଖି ପାରୁନଥିଲୁ କିନ୍ତୁ ଶୁଣି ପାରୁଥିଲୁ। ଆମେ ଏତେ ଜୋର ଶୁଣି ପାରୁଥିଲୁ ଯେ ସେଗୁଡାକ ସବୁ ଆମ ପାଖରେ ଘଟଣା ଭଳି ଲାଗୁଥିଲା। ଏବଂ ମୋବାଇଲ ଫୋନରେ ମୁଁ ଯେତେବେଳେ ଭିଡିଓ ରେକର୍ଡିଂ କଲି, ସେଥିରେ 2-3 ଥର ସେମାନଙ୍କର ସେଇ ଯୋଉ ଗର୍ଜନ ଗୁଡାକ ରେକର୍ଡିଂ ବି ହେଇଗଲା, ଏତେ ଦୂରରୁ ଥାଇକି ବି ରେକର୍ଡିଂ ହେଇପାରିଲା। ତ ଆମେ ଯାହା ବୁଝିଲୁ, ଯଦି ଆମେ ଅଳ୍ପ ସମୟ ପୂର୍ବରୁ ଆସିଥାନ୍ତୁ, ହୁଏତ ଆମେ ସେଇ ଯୋଉ ଜିନିଷଟି ଦେଖିବାର ସୌଭାଗ୍ୟ ପାଇଥାନ୍ତୁ। ଏବଂ ଗତ ରାତିରେ ଯୋଉ ସବୁ ଶବ୍ଦ ଆମେ ଶୁଣିକି ଆମେ ଭାବୁଥିଲୁ ଯେ ଏଇଟା ଗୋଟେ ସବୁଦିନିଆ କଥା, କିନ୍ତୁ ସେଟା ସବୁଦିନିଆ କଥା ନଥିଲା ସେଟା। ତେଣୁ ସେଇଟା ଗୋଟେ ବହୁତ ମାନେ ସବୁଦିନ ଏଇଭଳି ଘଟେ ନାହିଁ ଯେ ବାଘ ଆଉ ହାତୀ ଭିତରେ ଭେଟାଭେଟି ହେଇଯାଏ। ତାପରେ ଆମେ ପୁଣି ସେଇ ଜାଗା ଛାଡିକି ପୁଣି ଆଉଥରେ ଗଲୁ ଜଙ୍ଗଲ ଭିତରେ, ଆଉ ଗୋଟେ ଦିଗରେ ଗଲୁ ପୁଣି କିଛି ଜନ୍ତୁ ଜୁନ୍ତା ଦେଖିବା ପାଇଁ। ପୁଣି ଆଉଥରେ ଦେଖିଲୁ ଗୟଳ ଦେଖିଲୁ, ହରିଣ ଦେଖିଲୁ, ପୁଣି ସେଇ ଯୋଉ ଜାୟାଣ୍ଟ ସ୍କୁରେଲ ଦେଖିଲୁ। ଆଉ ସବୁଠୁ ବଢିଆ ଲାଗିଲା ଯେ ସେଇ ଯୋଉ ଶାଳ, ପିଆଶାଳ ଏବଂ ବିଭିନ୍ନ ପ୍ରକାର ଯୋଉ ଗଛ ସେଠି ଏତେ ସୁନ୍ଦର ଭାବରେ ଯୋଉ ଅଭୟାରଣ୍ୟଟି ଏବେ ବି ମଧ୍ୟ ଭରପୁର ହେଇକି ସେଠି ରହିଛି। ଏବଂ ତା ଭିତରେ ବୁଲିଲେ ପକ୍ଷୀ ମାନଙ୍କର କିଚିର ମିଚିର ଶବ୍ଦ, ଆଉ ବାହାର ଦୁନିଆ ଠାରୁ ସେଟା ବହୁତ ଥଣ୍ଡା, ମାନେ ଏବେ ବି ସେଠି ଶୀତ ଦିନର ରାଜୁତି ଚାଲିଛି। ମତେ ଲାଗିଲା ଯେ ଆମ କୋରାପୁଟରେ ଜଙ୍ଗଲ ଅଛି, କିନ୍ତୁ କୋରାପୁଟରେ ଏଇ ଯୋଉ ଜନ୍ତୁ, ଏଇ ଯୋଉ ସେଇମାନଙ୍କର ଆଉ ସେଠି ଆଉ କୋରାପୁଟରେ ନାହିଁ। ତେଣୁ ସେଇଟା ଆମେ କେତେ ଗୁଡେ ଜିନିଷଟା ହରେଇ ଦେଇଛୁ, କାହିଁକି ହରେଇ ଦେଇଛୁ ସେଟା ପରର କଥା, କିନ୍ତୁ ମତେ ଲାଗିଲା ଯେ କୁଳଡିହାର ଜଙ୍ଗଲରେ ଯୋଉ ଗୋଟେ ପ୍ରକୃତରେ ଯୋଉ ଜଙ୍ଗଲଟା ଭରପୁର ଜଙ୍ଗଲ, ଜୀବଜନ୍ତୁଙ୍କ ସହାବସ୍ଥାନ ହେଇକି ଯୋଉ ଜଙ୍ଗଲ, ସେଇଭଳି ଗୋଟେ ଜଙ୍ଗଲର ଅଭାବ ରହିଛି କୋରାପୁଟରେ। ତେଣୁ ସେଇ ଯୋଉ 2 ଦିନ ଆମେ ସେଠି ବିତେଇଲୁ, ବହୁତ ଶାନ୍ତି, ବହୁତ ମାନେ ଆନନ୍ଦ, ଏବଂ ବହୁତ ନୂଆ ନୂଆ ଅନୁଭୂତି ନେଇକି ଆମେ ସେଠୁ ଫେରିଲୁ। ବହୁତ ସୁନ୍ଦର ସୁନୀଲ ଭାଇ, ଆମେ ଆଶା କରିବା ଯେ କୋରାପୁଟରେ ବି ଆମର ଜଙ୍ଗଲ ରହିବ ଏବଂ ଜଙ୍ଗଲ ଭିତରେ ଆମର ହଜି ଯାଇଥିବା ପଶୁ ପକ୍ଷୀ ପୁଣି ଥରେ ଫେରି ଆସିବେ। ମନେ ପଡୁଛି କିଛି ଦିନ ପୂର୍ବେ ସିପେଇପୁଟର ପଟାଙ୍ଗୀ ବ୍ଲକର ସିପେଇପୁଟର ମହିଳା ମାନଙ୍କ ସହିତ କଥାବାର୍ତ୍ତା କରୁଥିଲୁ। ସେମାନେ ବି ସେଇ କଥା କହୁଥିଲେ, ଗତ 10 ବର୍ଷ ହବ ସେମାନେ ତାଙ୍କ ପାଖର ଯୋଉ ପାହାଡ ଗୁଡିକ ଅଛି ସେଗୁଡିକୁ ସଂରକ୍ଷଣ କରିଛନ୍ତି, ସେଠାରେ ଜଙ୍ଗଲ ସୃଷ୍ଟି କରିଛନ୍ତି, ଯାହାଫଳରେ କି ସେମାନେ କହୁଥିଲେ 10 ବର୍ଷ ପୂର୍ବେ ଯୋଉ ପଶୁ ପକ୍ଷୀ ଫେରି ଯାଇଥିଲେ ବାହାରକୁ, ସେମାନେ ପୁଣି ଥରେ ଆସିବା ଆରମ୍ଭ ହେଇଯାଇଛନ୍ତି। ତେଣୁ ଏଭଳି ଜଙ୍ଗଲକୁ ଯଦି ଆମେ ସୁରକ୍ଷା କରିବା, ନିଶ୍ଚିତ ଭାବରେ ଆମ ପାଖରେ ଥିବା ସେଇ ପଶୁ ପକ୍ଷୀ ପୁଣି ଥରେ ଫେରିବେ, ପଶୁଙ୍କର ଶବ୍ଦ, ପକ୍ଷୀଙ୍କର ଶବ୍ଦ ସେଇ ସକାଳ ପୁଣି ଥରେ ଫେରିବ, ଏଇ ଆଶା କରିବା। ଏବଂ ଆପଣଙ୍କର ଅନୁଭୂତିକୁ ନିଶ୍ଚିତ ଭାବରେ ଆମେ ପାଥେୟ କରିବା ଏବଂ କୋରାପୁଟକୁ ବି ଆମେ ସେଇଭଳି ଏକ ଅରଣ୍ୟରେ ପରିଣତ କରିବା। ପୁଣି ଥରେ ସୁନୀଲ ଭାଇ ପାଖରେ କୃତଜ୍ଞତା ଜଣାଉଛେ, ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ ଏଇ ଏପିସୋଡ ପାଇଁ
ଏତିକିରେ ରହୁଛି ତେବେ ସାନ୍ତାଗର, ନମସ୍କାର। ନମସ୍କାର।